ଘରେ ଯଦି କିଛି ପନିପରିବା ନାହିଁ ନା ତାହେଲେ ଏଇ ରେସିପିଟା ଘରେ ଟ୍ରାଏ କରିକି ଦେଖନ୍ତୁ, ପୁରା ସପ୍ତାହ ବନେଇ ଖାଇବେ। ଏତେ ସ୍ୱାଦିଷ୍ଟ ଲାଗିବ କି ଫ୍ରେଣ୍ଡସ୍, ଆପଣମାନେ ବନେଇବା ସମୟରେ ପୁରା ଘର ପୁରା କମ୍ପି ଉଠିବ। ଆଉ ମାଂସ ତରକାରୀ ଖାଇଲା ଭଳି ଲାଗିବ, ବିନା ଏଇଠି ନନଭେଜର ସ୍ୱାଦ। ତ ଚାଲନ୍ତୁ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ପ୍ରଥମେ କ'ଣ କରିବା ନା, ଆମେ ତା'ର ସ୍ପେଶାଲ ମସଲାଟା ବନେଇବା। ସ୍ପେଶାଲ ମସଲା ଦେଖନ୍ତୁ, ଅଦା, ରସୁଣ, ପୁଣି ଜିରା, ଧନିଆ, ଅଳ୍ପ ଟିକେ ସେଥିରେ ମୁଁ ଗୋଟା ମସଲା ଆଡ଼୍ କରିଛି। ଗୋଟା ମସଲା ଆପଣମାନଙ୍କୁ ଯାହା ବି ପସନ୍ଦ ଆପଣମାନେ ଏଠି କରିପାରିବେ। ଆଉ ଚାହିଁଲେ କଞ୍ଚା ଲଙ୍କା କି ଶୁଖିଲା ଲଙ୍କା ଦେଇକି ବି ବାଟି ପାରିବେ, କିନ୍ତୁ ମୁଁ ଏଠି ସ୍କିପ୍ କରିଦେଇଛି। ଅଳ୍ପ ଟିକେ ପାଣି ଦେଇଦେଲି, ଗୋଟେ ଆମେ ଏଠି ମସଲା ବଟା ଆମର ରେଡ଼ି ହେଇଗଲାଣି। ତ ତାକୁ ଆମେ ସାଇଡ଼୍ରେ ରଖିଦେବା। ତାପରେ ଏଠି ଦେଖନ୍ତୁ ଗୋଟେ ବାଉଲ୍ ନେବା, ସେଇଥିରେ ଆମେ ଗୋଟେ ଛୋଟ ଗିନା ଏଠି ନେଇଛି ମୁଁ ବେସନ। ଆଉ ସେଇଥିରେ ଏଡ଼୍ କରିଦେବା ଅଳ୍ପ ଟିକେ ଆମେ ହଳଦୀ ଗୁଣ୍ଡ ଏଡ଼୍ କରିବା, ପୁଣି ଅଳ୍ପ ଟିକେ ଲଙ୍କା ଗୁଣ୍ଡ ଏଡ଼୍ କରିଦେବା, ଆଉ ଅଳ୍ପ ଟିକେ ମୁଁ ଜୁଆଣି ସେଥିରେ ଏଡ଼୍ କରିଦେଲି। ଦେଖିବେ ଆପଣମାନେ ପନିପରିବା ତରକାରୀ ଖାଇ ଯେ ବୋର୍ ହେଇଯିବେ ନା, ଏଇ ତରକାରୀଟା ଘରେ ଟ୍ରାଏ କରନ୍ତୁ। ଦେଖିବେ ବହୁତ ବଢ଼ିଆ ଲାଗିବ। ମାନେ ଏମିତି ଲାଗିବ ଯେ ଆପଣମାନେ କେହି ବି ଯାହାକୁ ବି ଦେବେ ନା, ମାନେ ପ୍ରଶଂସା ନ କରି ଜମା ରହିପାରିବେନି। ଭାରି ସୁଆଦିଆ ଲାଗୁଥିଲା ଏଇ ରେସିପିଟା। ତ ଅଦା ରସୁଣ ପେଷ୍ଟଟାକୁ ଏଡ଼୍ କରିଦେବା, ସେ ମସଲା ପେଷ୍ଟଟାକୁ ଏଡ଼୍ କରିଦେବା। ତାପରେ ଆମେ ଅଳ୍ପ ଟିକେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ହାତର ହେଲ୍ପରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ମିକ୍ସ ହେଇସାରିବା ପରେ ଏକାଥରକେ କେବେ ବି ପାଣି ଏଡ଼୍ କରିବେନି। ଆମେ ଦେଖନ୍ତୁ ବିନା ଜନ୍ତାରେ ପ୍ରସ୍ତୁତ କରୁଛନ୍ତି, ବା ଆକୁ ଜନ୍ତୁଣି ବନେଇବାକୁ ବି ପଡ଼ିବନି କି ଷ୍ଟିମ୍ ଦେବାକୁ ପଡ଼ିବନି, କିନ୍ତୁ ଜଲ୍ଦି ବନିକି ରେଡ଼ି ହେଇଯିବ। ଆଉ ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। এই ରେସିପିଟା ଯଦି ଏଇ ତରିକାରେ ପ୍ରସ୍ତୁତ କରୁଛନ୍ତି ନା, ଦେଖିବେ ଟେଷ୍ଟ ବଢ଼େଇ ଦେଇଥାଏ ବେସନ ତରକାରୀର। ତ ଏବେ ଆମେ କ'ଣ କରିବା ନା, ଅଳ୍ପ ଅଳ୍ପ ପାଣିକୁ ଏଡ଼୍ କରିକିରି ଆମେ ଗୋଟେ ଏବେ ଡୋ ବନେଇକି ରେଡ଼ି କରିବା। ସେ ଡୋଟା ଏମିତି ବନିଥିବ, ମାନେ ପତଲା ନଥିବ କି, ଦେଖିବେ ମାନେ ଶୁଖା ରହିଲେ ଟିକେ ଚଳିବ, କିନ୍ତୁ ଜମାରୁ ପତଲା ବନେଇବେନି ଡୋଟାକୁ। ତ ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ, ହାତକୁ ବି ଚିପଚିପା ପୁରା ଲାଗୁଛି। ତ ମୁଁ କ'ଣ କଲି ନା, ଅଳ୍ପ ଟିକେ ସେଥିରେ ରିଫାଇନ୍ ତେଲକୁ ଏଡ଼୍ କରିଦେଲି। ରିଫାଇନ୍ ତେଲ ହେଉ କି ସୋରିଷ ତେଲ ହେଉ ଆପଣମାନେ ଏଡ଼୍ କରିପାରିବେ। ଅଳ୍ପ ଟିକେ ତେଲକୁ ଯଦି ଏଡ଼୍ କରିଦେବେ, ହାତରେ ଜମାରୁ ଲାଗିବନି, ଆଉ ସେ ଗୋଟେ ଡୋ ଫର୍ମକୁ ଆସିଯିବ, ମାନେ ଗୋଟେ ଡୋ ବନିକି ରେଡ଼ି ହେଇଯିବ। ତ ଦେଖନ୍ତୁ ଧୀରେ ଧୀରେ ସେ ଗୋଟେ ଡୋ ବନିକି ରେଡ଼ି ବି ହେଇଗଲାଣି। ଆଉ ହାତରେ ବି ଏକ୍ସଟ୍ରା ଯଦି ବେସନ ଲାଗିଥିବ ତାହେଲେ ବି ଦେଖିବେ ସେଇଥିରେ ଡୋରେ ହିଁ ମିକ୍ସ ହେଇଯିବ, ଆଉ ଟୋଟାଲି ଚିପଚିପକା ଲାଗିବନି। ତ ଏଇଭଳି ବନି ସାରିବା ପରେ ନିଜର ମନ ପସନ୍ଦ ଅନୁସାରେ ତାକୁ ଆପଣମାନେ ସେପ୍ ଦେଇପାରିବେ। ଏଠି ଦେଖନ୍ତୁ ଆପଣମାନେ ତ ଖାସ୍ତା ପକୁଡ଼ି ଖାଇଥିବେ ବା ଆଣ୍ଠୁ ପକୁଡ଼ି ଖାଇଥିବେ, ମୁଁ ସେଇଭଳି ହିଁ ସେପ୍ ଦେଉଥିଲି, ଯେମିତିକି ଦେଖିବାକୁ ସୁନ୍ଦର ଲାଗିବ ଆଉ ପୁରା କ୍ରିପ୍ସି ବି ରହିବ, ଖାଇବା ପାଇଁ ଟେଷ୍ଟି ଲାଗିବ। ସେଥିପାଇଁ ଦେଖନ୍ତୁ ଏଠି ଛୋଟ ଛୋଟ ଗୋଟେ ବଡ଼ି ଟାଇପ୍ର ମୁଁ ଏଠି ବନେଇଦେଲି, ବା ପକୁଡ଼ି ଟାଇପ୍ର ବନେଇଦେଲି। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଏଠି ଆପଣମାନେ ଏଠି ସେପ୍ ବି ଦେଇପାରିବେ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଆମେ ସବୁତକ ସେପ୍ ଦେଇଦେବା। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, ଛୋଟ ଛୋଟ ଟିପ୍ସ ସହିତ ମୁଁ ଏଠି ସେୟାର କରିଛି। ଆଉ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ଯଦି ବନେଇବେ ନା, ପରଫେକ୍ଟ ବନିକି ରେଡ଼ି ହେବ। ତ ସବୁତକ ଆମେ ପକୁଡ଼ିର ସେପ୍ ଦେଇସାରିବା ପରେ କ'ଣ କରିବା ନା, ଆମେ ଗୋଟେ କରେଇ ନେବା। ସେଇଥିରେ ଏଡ଼୍ କରିଦେବା ଆମେ ରିଫାଇନ୍ ତେଲ। ତେଲକୁ ଏଡ଼୍ କରିସାରିବା ପରେ, ତେଲ ଟିକେ ଗରମ ହେଇସାରିବା ପରେ, ଆମେ ଯେଉଁ ପକୁଡ଼ିଟା ବନେଇକି ରଖିଥିଲେ ନା, ସେ ପକୁଡ଼ିଟାକୁ ଆମେ ସେଥିରେ ଏଡ଼୍ କରିଦେବା। ଯେତିକି ଆପଣମାନେ ତେଲ ନେଇଥିବେ ନା, ସେ ଅନୁସାରେ ପକୁଡ଼ି ଏଡ଼୍ କରିବେ। ତ ଦେଖନ୍ତୁ ଏଠି ମୁଁ ଏଡ଼୍ କରିସାରିବା ପରେ, ମୁଁ ଟୋଟାଲ୍ 2 ଷ୍ଟେପ୍ ବନେଇଥିଲି, ଯେହେତୁ ମୁଁ ଅଳ୍ପ ଟିକେ ତେଲରେ ବନଉଛି। ତ ଏବେ କ'ଣ କରିବା, ପକୁଡ଼ିଟାକୁ ଆମେ ଓଲଟ ପାଲଟ କରି ଟିକେ ଫ୍ରାଏ କରିଦେବା। ଏଇ ପକୁଡ଼ିଟା ନା ଏମିତିରେ ବି ଆପଣମାନେ ବିନା ତରକାରୀ ବନେଇକି ବି ଏମିତିରେ ବି ଖାଇବେ ନା, ଭାରି ସୁଆଦିଆ ଲାଗିବ। ଆଉ ପୁରା ଖାସ୍ତା ପକୁଡ଼ିରେ ହିଁ ସ୍ୱାଦ ଆସୁଥିଲା। ଏଇଥିରେ ଯେହେତୁ ଅଦା ରସୁଣ ମସଲା ପେଷ୍ଟ ପଡ଼ିଛି, ତା'ର ଫ୍ଲେଭର୍ ଏଇଥିରେ ବହୁତ ବଢ଼ିଆ ଲାଗୁଥିଲା। ତ ମୁଁ ଆକୁ କ'ଣ କଲି ଦେଖନ୍ତୁ, ଗୋଟେ ଷ୍ଟେପ୍ ଏଠି ଆମର ଫ୍ରାଏ ହେଇଗଲାଣି। ଓଲଟ ପାଲଟ କରିକିରି ଓଲଟ ପାଲଟ କରିକି ଫ୍ରାଏ କରିଦେଲି। ତ ତାପରେ ଗୋଟେ ପ୍ଲେଟ୍‌କୁ ଦେଖନ୍ତୁ ଏଠି ମୁଁ ବାହାର କରିଦେଇଛି ଗୋଟେ ଗିନାକୁ। ଆକୁ ଆମେ ଏବେ ସାଇଡ଼୍‌ରେ ରଖିଦେବା। ଯେହେତୁ କରେଇରେ ତେଲ ଅଛି, ସେଇଥିରେ ମୁଁ ଆଳୁ ଆଉ ଏଇଠି ବେସନର ଗୋଟେ ତରକାରୀ ପ୍ରସ୍ତୁତ କରିଛି। ତ ଦେଖନ୍ତୁ ଆଳୁକୁ ବି ଚୋପା ଛଡ଼େଇ ଦେଇଛି ଆଳୁର, ଆଉ ଆଳୁ ପିସେସ୍‌ରେ କଟିଂ କରିଦେଇଛି। ସେ ଆଳୁକୁ ବି ଆମେ ସେଥିରେ ଏଡ଼୍ କରିଦେବା। ଆଳୁଟା ଟିକେ ଭାଜି ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବା, ଯେମିତି ହାଲକା ଗୋଲ୍ଡେନ୍ କଲର୍ ହେଇଯିବ ଆଳୁଟା, ଆଉ ଆଳୁଟା ଯେମିତି ଏଠି ଆମର 50% ପୁରା ସିଝିଯିବ। ତ ସେ ପର୍ଯ୍ୟନ୍ତ ଆଳୁକୁ ଆମେ ଭାଜିବା। ତ ଦେଖନ୍ତୁ ଧୀରେ ଧୀରେ ଆଳୁର ପୁରା କଲର୍ ବି ଚେଞ୍ଜ ହେଇଗଲାଣି। ତ ଏବେ କ'ଣ କରିବେ ନା, ଆଳୁ ସବୁତକ ଆମେ ବାହାର କରିଦେବା ଗୋଟେ ପ୍ଲେଟ୍‌କୁ। ତ ଦେଖନ୍ତୁ ଆଉ ଏକ୍ସଟ୍ରା ମୁଁ ବିଲକୁଲ ବି ତେଲ ଏଡ଼୍ କରିନି। ସେ ଯେଉଁ ପ୍ରଥମରୁ ହିଁ ଆମେ ତେଲ ଏଡ଼୍ କରିଥିଲେ, ସେଇଥିରେ ଆମର ପକୁଡ଼ି ଛଣା ହେଇଗଲା। ପୁଣି ସେଥିରେ ଆମେ ଆଳୁକୁ ଭାଜିକିରି ବାହାର କରିଦେଲେ, ଆଉ ଅଳ୍ପ ଟିକେ ସେଥିରେ ଜିରାକୁ ଏଡ଼୍ କରିଦେବା, ଯେହେତୁ ତେଲ ଅଛି। ଆଉ ତେଲ ଏଇଥିରେ ଏଡ଼୍ କରିବାନି। ତ ଆପଣମାନେ କମେଣ୍ଟ କରୁଛନ୍ତି ଅଧିକା ତେଲ ହେଇଯାଉଛି ବୋଲି, କିନ୍ତୁ ଆପଣମାନେ ଯେତିକି ତେଲ ଖାଇବାକୁ ପସନ୍ଦ କରନ୍ତି, ସେ ଅନୁସାରେ ତେଲ ଏଡ଼୍ କରନ୍ତୁ। ତ ତାପରେ ଦେଖିବେ ମସଲାଟା ଯେତେ ଭଲସେ କଷିବେ ନା, ତେଲଟା ସେ ଉପରକୁ ଆସିଯାଏ, ସେଇଥିପାଇଁ ତେଲ ଟିକେ ଅଧିକା ଦେଖାଯାଏ। ତ କିନ୍ତୁ ଆପଣମାନେ ଯଦି ପସନ୍ଦ କରନ୍ତିନି ତେଲ ଖାଇବା ପାଇଁ ଅଧିକା, ତ ଆପଣମାନଙ୍କ ମନପସନ୍ଦ ଅନୁସାରେ ଆପଣମାନେ ତେଲ ଏଥିରେ ଏଡ଼୍ କରିପାରିବେ।
तापर देखंतु एठी मु पियाज को ऐड करदेली आ अल्प टिके चीनी ऐड कली। चीनी ऐड करबा द्वारा कलरटा भल आसीबो। आ देखिबे से जेमती राग आ पुणी हेतरे टमाट भी ऐड करबा, खटा को सब से बैलेंस करबा आ खाइबा ପାଇଁ टेस्टी लागिबो। तापर कोन करबा हम जो मसला बटाटा बनिकी रखिथिले ना, पियाजटा फ्राए हेई सारिबा परे से मसला बटाटा को हम ऐड करदबा। ऐड करके अल्प टिके पानी देदबा, जेहेतु कंचा मसलाटा टिके सिझिबा आकु टिके कषिबा टिके टाइम लागिबो। जेते बढ़िया से कषि हबो, कंचा स्मेल जीवन सेते बढ़िया टेस्ट लागिबो। से मुझे अल्प टिके मु पानी देदेली। आ सब देखिए अदा रसुण जदि पेस्टा आप करुँच ए किसी गोटा मसला ऐड कर मसला टे पतला थी ना, बहुत बढ़िया कषि हम। तो देखो ये आप देखिए जापे चारि साइड पूरा तेल देखागला आ तार कंचा स्मेल भी चली बहुत बढ़िया बास्ना भी होची। तो यही समय कौन करवा ना, आम गैस पेन पूरा स्लो आंच रखा, रखिक आम से ऐड करदे किसी गुंड मसला। गुंड मसला घर बेसिक मसला ही मुझे ऐड कर हलदी गुंड, लंका गुंड आ घर बेसिक मसला गरम मसला। तो से मसला को ऐड कर सारिबा परे जेहेतु मसलाटा सुखा थाए तो पोड़ीबार संभावना थाए, पूरा सुखा सुखा बनीजिव मसलाटा। तो मुझे अल्प टिके पानी को ऐड करदेली। एबे भल से टिके मिक्स करदेबा आ स्लो आंच रे मसला टिके कषि होगा दबा। जो पर्यंत तेल पूरा देखा न जाइए ना, से पर्यंत आम मसलाटा को भल से टिके कषिबा। तापर छोट छोट पीसेस रे कटिंग कर रखिथिबा टमाट को ऐड करदेबा। ये मु टमाट को कटिंग कर ऐड करछि। आपण मन चाहिले टमाटो पेस्ट भी यही समय ऐड करि परिबे। तो टमाट को ऐड कर सारिबा परे पुणी थरे टिके भल से आकु मिक्स करबा। देखंतु एभली प्रोसेस रे टिके मिक्स करदेबे, नले पोड़ीबार संभावना अछि। तो पुणी थे कौन करवा ना, आम से स्वाद अनुसार देदेबा लुण। बिल्कुल ये आम लुण ऐड करने, केवल पकुड़ी रे लुण ऐड करते। तो यही समय आम ग्रेवी अनुसार आलू अनुसार आम लुण को ऐड करदे। जेहेतु टमाट ऐड कले लुण जदि ऐड करदे कुकिंग फास्ट हम, जल्दी टमाट पर सीझीज। तो ये पुणी थे टे भल से आपको मिक्स करवा। आपण मैंने देखी जापे मसलाटा देखो केते बढ़िया पूरा बनिकी रेडी होती। आ पूरा बास्नार पूरा घर कंपी उठुला। एमती लगुला आपण मैंने चिकेन तरकारी कि मटन तरकारी बनाऊँ जी कहीं भी कहे एत बढ़िया पूरा बास्ना होता। तो सब देखिए मैंने पनीपरिया नॉनभेज खाई जे बोर हो ना, घरे थी बेसिक सामग्री ये जिन बनातु, देखिए भारी स्वादिया लगे खावाई। आउ बिना किसी देखु माने घरे थी बेसिक सामग्री बनिकी रेडी हम। आउ एक्सट्रा एथिरे किसी भी एड होनी, जमी आप तरकारी बनाऊँ से प्रोसेस प्रस्तुत करेंगे घरे थी सामग्री रे। तापर आम जो आलुटा भाजिकी रखी थे से एड करदे। तापर पुणी थे टे भल से आपको मिक्स करदे। आलुटा तो देखिए एमती कषि होगा टिके दबा, आम मसला को जमी सी एब्जर्व कर लुण को एब्जर्व कर। किंतु आलुटा तो भाजी सारी, तो मुझे अधिका समय को कषिली से पानी एड करदेली। जेहेतु बेसन तरकारीटा ये मुझे छोट गिनारे पूरा 4 गिना पानी देदेली। सी देखिए बेसन आपण मैंने तो जानी से पानी को एब्जर्व कर, से मु पानी 4 गिना देदेली। आ पुणी थे टे भल से आपको मिक्स करदेली। जेहेतु आलुटा 50% सीझापी अच्छी, तो आम ये प्रोसेस मिक्स करदे। तो देखो केते पूरा पतला देखा ना झोलटा। तो एबे आम कौन करवा ना, आपको टिके कभर को बंद करदे। बंद करके पूरा स्लो आंच रे आपको पूरा 10 मिनट पर्यंत टिके बनवा दबा। तो देखो ये कभर को बंद करदेली आ 10 मिनट पर्यंत स्लो आंच रे बनवा देली। तो 10 मिनट पर आपण मानक देखो देखो केते बढ़िया आम तरकारी रेसिपी बनिक ऑलरेडी रेडी भी होगला बोले चले। तो आपण मानू देखी दउची पानी टिके सुखी जाइए। आलू भी देखो परफेक्टली पूरा सीझी ये बहुत बढ़िया गोटे ग्रेवी बनिकी आमर रेडी होती। तो देखो आलू गोटे आपको खंड कर देखी दूसरी केमती कौन बनी। तो देखो आलू पूरा परफेक्टली ये आमर सीझी जाइए। तो आलूटा पूरा सीझी सारिबा परे आम जो पकोड़ी, जो खास्ता पकोड़ी बनैकी रखी आम बेसन गुड़ा जो आम बनई पकोड़ी, से बेसन गुड़ा को आम एड करदे। बेसन पकोड़ी को से एड करदे। एड करी आम आउ 5 मिनट पर्यंत टिके स्लो आंच रे आम सीझा दबा। जेहेतु से भितर बेसन भी टिके पकोड़ीटा भी सीझीज आ से पानी को भी टिके एब्जर्व करदब, टिके सुखेदब। आ देखिए बहुत बढ़िया तरकारी गोटे बनिकी रेडी हो। फ्रेंड्स आपण मानू जदि वीडियोटी मोर पसंद आसो सांग मानू शेयर करूँ, लाइक करूँ। चैनल जदि नुआ अच्छा ताहले चैनल को मोर सब्सक्राइब कर दिंतु, बेल आइकन क्लिक कर दिंतु, जहाँफल मोर सब वीडियो नोटिफिकेशन प्रथम आपण मानू पहुँचो। मुझे इजी इजी वीडियो नहीं आसबि, आपण मैंने देखिए घरे आको निहाती ट्राए करूँ। आउ जदि फेसबुक पेज देखुं ताहले फेसबुक पेज मोर फॉलो करूँ, इंस्टाग्राम देखुले फॉलो करने को जमार भूलतुनि। पुणी थे देखो आउ 5 मिनट पर कभर को टिके बंद कर देली। तापर आपण मानू कभर को बाहर कर देखी दूसरी। तापर भल से टिके आपको मिक्स करदे। आ घरे थी बेसिक मसला माने एमती चिकेन मसला जदि थी ऐड करेंगे, ना लास्ट घरे थी गरम मसला को भी ऐड करेंगे। आउ अल्प टिके कस्तूरी मेथी ऐड कर। कस्तूरी मेथी पूरापूरी ऑप्शनल अच्छी, जदि आप धनिया पत्र भी अच्छी ऐड करेंगे।
ତାପରେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତ ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ ଆମର ପରଫେକ୍ଟଲି ତରକାରୀ ରେସିପିଟି ବନିକି ରେଡ଼ି ହେଇସାରିଛି। ଆଉ ଦେଖିକିରି ଆପଣମାନେ ମାନେ ଏମିତି ଲାଗୁଥିବ ଚିକେନ୍ ଆଳୁ ଝୋଳ ହେଇଛି। ତ ବହୁତ ବଢ଼ିଆ ବନିକି ରେଡ଼ି ହେଇଥିଲା ତରକାରୀ ରେସିପିଟା। ଆପଣମାନେ ଆକୁ ଭାତ ସହିତ ଖାଇପାରିବେ, ଗରମ ଗରମ ଅରୁଆ ଭାତ ହଉ କି ଉଷୁନା ଭାତ ହଉ ଦେଖିବେ ପୁରା ଜମିବ। ଆଉ ତା ସହିତ ରୁଟି ସହିତ ବି ଖାଇପାରିବେ, ପରଟା ସହିତ ବି ଖାଇପାରିବେ। ଆଉ ଟିକେ ଯଦି ଟେଷ୍ଟକୁ ବଢ଼ିବାକୁ ଚାହୁଁଛନ୍ତି ବା ଆଉ ଟିକେ ଫ୍ଲେଭରକୁ ତାର ମାନେ ବଢ଼ିବାକୁ ଚାହୁଁଛନ୍ତି, ତାହେଲେ ଦେଖିବେ ଏଇଥିରେ ଯଦି ଅଳ୍ପ ଟିକେ କୋଇଲାର ଫ୍ଲେଭର ଦେଇଦେବେ ନା, ତାହେଲେ ସ୍ୱାଦ ହିଁ ବଢ଼ିଯାଇଥାଏ। ତ ଏଠି ଜଳୁଥିବା କୋଇଲାରେ ମୁଁ ଅଳ୍ପ ଟିକେ ସେଥିରେ ରିଫାଇନ୍ ତେଲ, ଘିଅ ଆପଣମାନେ ଯାହା ବି ଏଡ୍ କରିପାରିବେ, ଏଡ୍ କରିକି କଭରକୁ ବନ୍ଦ କରିଦେବେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ। ସେ ଧୂଆଁକୁ ସେଥିରେ ରହିବାକୁ ଦେବେ। ସେ ଦେଖିବେ ସେ ଯେଉଁ ଫ୍ଲେଭରଟା କୋଇଲାର ସେ ତରକାରୀ ପୁରା ଆବଜର୍ବ କରିଦେବ। ଆଉ ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ତାର ଫ୍ଲେଭର ସବୁତକ ତରକାରୀକୁ ଦେଖନ୍ତୁ ଚାଲିଯାଇଛି। ଆଉ ଏବେ ଚାଲନ୍ତୁ ସେଇ ଆମେ ଗିନାଟାକୁ ବାହାର କରିଦେବା। ଆଉ ଦେଖିବେ ସୁପର ଟେଷ୍ଟି ତରକାରୀ ବନିକି ରେଡ଼ି ହେବ। ଫ୍ରେଣ୍ଡସ୍, ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ମୋତେ ବି ଖୁସି ଲାଗିବ ମୁଁ ଭିଡ଼ିଓ କେଦୂର ପର୍ଯ୍ୟନ୍ତ ପହଞ୍ଚୁଛି। ଆଉ ଦେଖନ୍ତୁ ଫାଇନାଲି ଲୁକ୍ ମାନେ ବହୁତ ବଢ଼ିଆ ବନିକି ରେଡ଼ି ହେଇଛି। ତ ଚାଲନ୍ତୁ ଆପଣମାନଙ୍କୁ ଏଇଠି ମୁଁ ଗୋଟେ ପ୍ଲେଟ୍କୁ ବି ବାହାର କରି ଦେଖାଇ ଦେଉଛି। ଆଉ ଦେଖିବେ ତରକାରୀଟା ଥଣ୍ଡା ହେଲା ପରେ ମୁଁ ଟିକେ ଝୋଳ ଝୋଳ ଏଇଥିପାଇଁ ରଖିଛି। ଦେଖିବେ ତରକାରୀଟା ଟିକେ ଥଣ୍ଡା ହେଲା ପରେ ସେ ଯେହେତୁ ବେସନ ତରକାରୀ ଟିକେ ବହଳିଆ ବନିଯାଏ, ସେଇଥିପାଇଁ ମୁଁ ଟିକେ ଆଉ ଟିକେ ଝୋଳ ରଖିଛି ସେଇଥିପାଇଁ। ତ ଯଦି ଆପଣମାନେ ହଠାତ୍ ବନଉଛନ୍ତି ଖାଉଛନ୍ତି ତ ଚଳିବ, କିନ୍ତୁ ରଖିଦେବେ ଯଦି ଟିକେ ସିଏ ଆଉ ଟିକେ ପାଣିକୁ ଏବଜର୍ବ କରିଦେବ, ଟିକେ ହାଲକା ବହଳିଆ ବନିଯାଏ ତରକାରୀଟା। ସେଥିପାଇଁ ସବୁବେଳେ ଦେଖିବେ ବେସନ ତରକାରୀ ଯଦି ବନଉଛନ୍ତି ନା ଟିକେ ପତଲା ବନାନ୍ତୁ। ଆଉ ଦେଖନ୍ତୁ ଫାଇନାଲି ଆମ ରେସିପିଟି ବନିକି ରେଡ଼ି ହେଇସାରିଛି। ତ ଆପଣମାନେ ବି ଘରେ ଆକୁ ଟ୍ରାଏ କରନ୍ତୁ। ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଆଉ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଜମାରୁ ବି କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲନ୍ତୁନି। ତ ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ